ପୁଅ ରାତିରେ ଖେଳ ଦେଖୁଥିଲୁ ବାପ ପୁଅ ବସିକି। ତାପରେ ପୁଅ ଉଠିକି ଚାଲିଲ। ମୁଁ ଭାବିଲି କ'ଣ କାଳୀ ମନ୍ଦିର ପାଖରେ ଶନି ମଣ୍ଡପ ଅଛି, ସେଠି ବସନ୍ତି, ଆସିଯିବେ ଆଉ। ତାପରେ 11:30 ଏମିତି ହେଉଛି, ମୁଁ ଶୁଣିଲି ପୁଅକୁ କିଏ କ'ଣ ମାରିଛନ୍ତି, ତାର ବ୍ଲଡ଼ ବହୁଛି କହିଲି। ଯାହା ମୁଁ ଆସିକି ଶୁଣିଲା ବେଳେ ମୋ ପୁଅ ଆଉ ନାହିଁ। ମୋ ପୁଅ କାହା ସାଙ୍ଗରେ ସେଇଭଳି ଶତ୍ରୁତା ପତ୍ରୁତା କିଛି ନାହିଁ। ସେଇ ହେଲ୍ପ ମୋଡ଼ରେ ଯାଏ, ଯିଏ ଯୋଉଠିକି ଡାକିଲେ ସାଙ୍ଗ ହେଲ୍ପ କରତେ ଯାଏ। ଆଉ ତା ଛଡ଼ା ସେ କ୍ରିକେଟ under-16 ଖେଳେ। ମୁଁ ଯାହା ଶୁଣିଛି ସଂଘବଦ୍ଧ ଭାବରେ ସେମାନେ 4-5 ଜଣ ଶ୍ରୀ କୁମାର ସ୍ୱାମୀ କି ସେମାନେ ନୃଶଂସ ଭାବେ ଅତି ନିର୍ମମ ଭାବେ ସେମାନେ ହତ୍ୟା କରିଛନ୍ତି। ଯାହାକି ଏଟା ଯେଉଁମାନେ ସେ ଅଞ୍ଚଳର ପ୍ରଥମ ଏଟା ହେଉଛି ଗୋଟେ ଅଘଟଣ, ମୁଁ ତାକୁ ନିନ୍ଦା କରୁଛି ପ୍ରଥମେ। ଦ୍ୱିତୀୟତଃ ଇଏ କାହିଁକି ମାରିଲେ ଯେଉଁ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡ଼ିନାହିଁ। ଏହା ଏକ ସସ୍ପେନ୍ସରେ ଆମେମାନେ ବି ରହିଛୁ। ମୁଁ ଯେତିକି ସେ ପିଲାକୁ ବା ସେ ପିଲା ବିଷୟରେ ଜାଣିଛି, ସେ ପିଲା ବହୁତ ଭଲ ପିଲା। ତାର ଖେଳରେ ତାର ସମୟ ବିତାଏ। କୌଣସି ଝୁଟ ଝମିଲା କି ଅଘଟଣ ଅପ୍ରୀତିକର ଘଟଣାରେ ସାମିଲ ଏପର୍ଯ୍ୟନ୍ତ ସିଏ ନାହିଁ। ତାକୁ କେଉଁ ଉଦ୍ଦେଶ୍ୟରେ ସେମାନେ ମାରିଛନ୍ତି କେବଳ ସେମାନଙ୍କୁ ଜଣାଥିବ, ଭଗବାନଙ୍କୁ ହିଁ କେବଳ ଜଣାଥିବ। ଖବର ଯାହା ମିଳୁଛି 3 ଜଣ ସେମାନେ ଥିଲେ, 3 ଜଣ ଛୁରାମାଡ଼ କରିଛନ୍ତି। ଆଉ ଏମିତି ମାନେ ଭାବିବେନି ପୁରା ଅମାନୁଷିକ ଭାବେ ଛୁରାମାଡ଼ ହେଇଛି, ଯାହା ଆମେ ଫଟୋରୁ ଦେଖିତେ ପାଉଛୁ। କିନ୍ତୁ ସମସ୍ତେ ଆମ ଅଞ୍ଚଳର ଲୋକମାନେ ପୁରା ଦୁଃଖିତ ଏବଂ ଭୟଭୀତ ଅଛନ୍ତି, କାରଣ ଆମ ଏପଟେ ଏରିଆରେ ଏମିତି କେବେ ବି ହେଇନଥିଲା।